ଆଜି ଆମେ ଓଡ଼ିଆ ସାହିତ୍ୟର ଗୋଟିଏ ପଦ୍ୟ ପଢ଼ିବା। ପଦ୍ୟଟିର ନାମ ମଙ୍ଗଳେ ଅଇଲା ଉଷା। ଏହାର କବି ଗଙ୍ଗାଧର ମେହେର 1862ରୁ 1924। ଆଧୁନିକ ଓଡ଼ିଆ କାବ୍ୟ ଯୁଗର ଅନ୍ୟତମ କବି ଗଙ୍ଗାଧର ମେହେର ସ୍ୱଭାବ କବି ଭାବରେ ପରିଚିତ। ଆମେ ଜାଣିଛନ୍ତି ଗଙ୍ଗାଧର ମେହେର ହେଉଛନ୍ତି ସ୍ୱଭାବ କବି। ଆଧୁନିକ ବରଗଡ଼ ଜିଲ୍ଲାର ବରପାଲିରେ ଜନ୍ମିତ କବି ଗଙ୍ଗାଧର ଅସାଧାରଣ ସୃଷ୍ଟି ପ୍ରତିଭାର ଅଧିକାରୀ। ବରଗଡ଼ ଜିଲ୍ଲା ବରପାଲିଠାରେ ସେ ଜନ୍ମଗ୍ରହଣ କରିଥିଲେ। ପୁରାତନରେ ନୂତନତା ଆଣିବାରେ ଗଙ୍ଗାଧରଙ୍କର କବି ଚାତୁରୀ ଅନନ୍ୟ। କହୁଛି ପୁରୁଣା କଥାରେ ନୂଆ ଜିନିଷ ଆଣିବା କବିଙ୍କର ଚାତୁରୀର ମାଧୁର୍ଯ୍ୟ ଜଣାପଡ଼େ। ସଂସ୍କୃତ ସାହିତ୍ୟର କାବ୍ୟ ନାଟକ ଅବଲମ୍ବନରେ ଓଡ଼ିଆ କାବ୍ୟମାନ ରଚନା କରି ସେ ଅନେକତ୍ର ନିଜର ମୌଳିକତା ପ୍ରକାଶ କରିଯାଇଛନ୍ତି। ପ୍ରକୃତିକୁ ଜୀବନ୍ତ ସତ୍ତାରେ ରୂପାୟିତ କରାଇଛନ୍ତି ଗଙ୍ଗାଧର। ଓଡ଼ିଆ ଭାଷା ଓଡ଼ିଶାର ସ୍ୱାତନ୍ତ୍ର୍ୟକୁ ଘେନି ତାଙ୍କ ସ୍ୱାଭିମାନୀ କବି ମାନସକୁ ଝରି ପଡ଼ିଛି ଅନେକ କ୍ଷୁଦ୍ର ଗୀତିକା। ଗଙ୍ଗାଧରଙ୍କ କାବ୍ୟ ପ୍ରତିଭାର ସ୍ମାରକୀ ହେଉଛି ତପସ୍ୱିନୀ, ପ୍ରଣୟବଲ୍ଲରୀ, କୀଚକବଧ, ଇନ୍ଦୁମତୀ, ପଦ୍ମିନୀ, ଅଯୋଧ୍ୟା ଦୃଶ୍ୟ, ଉତ୍କଳ ଲକ୍ଷ୍ମୀ ଇତ୍ୟାଦି। ତେଣୁ ଗଙ୍ଗାଧର ମେହେର ଏହି କାବ୍ୟ ଗୁଡ଼ିକ ଲେଖିଛନ୍ତି। ତପସ୍ୱିନୀ, ପ୍ରଣୟବଲ୍ଲରୀ, କୀଚକବଧ, ଇନ୍ଦୁମତୀ, ପଦ୍ମିନୀ, ଅଯୋଧ୍ୟା ଦୃଶ୍ୟ, ଉତ୍କଳ ଲକ୍ଷ୍ମୀ। ତାଙ୍କ କ୍ଷୁଦ୍ର ଗୀତ ଗୁଡ଼ିକ ସଂକଳିତ ହେଉଛି କୃଷକ ସଙ୍ଗୀତ, କବିତାମାଳା, କବିତା କଲ୍ଲୋଳ, ଅର୍ଘ୍ୟଥାଳୀ ଆଦି ପୁସ୍ତକରେ। ଆଜି ଆମେ ଯେଉଁ ମଙ୍ଗଳେ ଅଇଲେ ଉଷା କବିତାଟି ପଢ଼ିବା। କବି ଗଙ୍ଗାଧର ମେହେରଙ୍କ ବହୁ ଚର୍ଚ୍ଚିତ କାବ୍ୟ ତପସ୍ୱିନୀ କାବ୍ୟରୁ ଏହି ପଦ୍ୟଟି ମଙ୍ଗଳେ ଅଇଲେ ଉଷା ଆନିତ। ସତୀ ସୀତା ନିର୍ବାସିତ ହେବା ପରେ ମହର୍ଷି ବାଲ୍ମୀକି ମୁନିଙ୍କ ଆଶ୍ରମରେ ଆଶ୍ରିତ। ଉକ୍ତ ସମୟରେ ପ୍ରକୃତି ରାଣୀ ସୀତାଙ୍କୁ ବିଭିନ୍ନ ରଙ୍ଗରେ ସ୍ୱାଗତ କରିଛି। କବି ଏଠାରେ ପ୍ରକୃତିକୁ ମାନବ ଢଙ୍ଗରେ ଉକ୍ତ କବିତାରେ ଉପସ୍ଥାପିତ କରିଅଛନ୍ତି। ବର୍ତ୍ତମାନ ବିଷୟ ଆଡ଼କୁ ଯିବା। ମଙ୍ଗଳେ ଅଇଲେ ଉଷା ବିକଟ ରାଜୀବ ତୃଷା, ଜାନକୀ ଦର୍ଶନ ତୃଷା ହୃଦୟ ଦହି, କର ପଲ୍ଲବେ ନିହାର ମୁକ୍ତା ଧରି ଉପହାର, ସୀତାଙ୍କ ବାସ ବାହାର ପ୍ରାଙ୍ଗଣେ ରହି, କଳକଣ୍ଠ କଣ୍ଠେ କହିଲା, ଦରଶନ ଦିଅ ସତୀ ରାତି ପାହିଲା। ଏଠାରେ ରାତ୍ରିର ଅବସାନ ପରେ ଏକ ଶୁଭ ବେଳାରେ ପ୍ରଭାତ ବା ସକାଳ, ଯାହାର ନୟନ ପଦ୍ମଫୁଲର ଆଭା ଭଳି ପ୍ରସ୍ଫୁଟିତ, ସେ ଜନକ ଋଷିଙ୍କ କନ୍ୟା ଜାନକୀ ବା ସୀତାଙ୍କୁ ଉପହାର ଦେବା ନିମନ୍ତେ କରପଲ୍ଲବ ମାନେ କଅଁଳିଆ ପତ୍ରରେ ଶିଶିର ବନ୍ଧୁ ରୂପକ ମୁକ୍ତା ଧରି ବାଲ୍ମୀକି ଋଷିଙ୍କ ଆଶ୍ରମ ପ୍ରାଙ୍ଗଣରେ କୋଇଲିର କଣ୍ଠସ୍ୱରରେ ଡାକିଲା, ଉଠ ସତୀ ମୋତେ ଦର୍ଶନ ଦିଅ, ରାତି ପାଇ ଆସିଲାଣି। ଏକଥା ସେ କହୁଛି। କିଏ ନା ଉଷା ଦେବୀ କହୁଛି।
ଅରୁଣ କଷାୟ ବାସ କୁସୁମ କାନ୍ତି ବିକାଶ ପ୍ରଶାନ୍ତ ରୂପ ବିଶ୍ୱାସ ଦିଅନ୍ତି ମନେ କେଉଁ ଯୋଗେଶ୍ୱରୀ ଆସି ମଧୁର ଭାଷେ ଆଶ୍ୱସୀ ଡାକୁଛନ୍ତି ଦୁଃଖ ରାଶି ଉପସ ମନେ ଦେବା ପାଇଁ ନବଜୀବନ ସ୍ୱର୍ଗକୁ ଓହ୍ଲାଇଛନ୍ତି ମର୍ତ୍ତ୍ୟ ଭୁବନ। ଏଠାରେ ଉଷା ଦେବୀ ଲାଲ ରଙ୍ଗର ପାଟ ମାନେ ସୂର୍ଯ୍ୟ ଉଦୟ ହୋଇଯାଇଛି। ସୂର୍ଯ୍ୟ ଉଦୟ ପରେ ଯେମିତି ସକାଳ ସୂର୍ଯ୍ୟଙ୍କର ରଶ୍ମିରେ ରକ୍ତ ରଞ୍ଜିତ ହୋଇଯାଏ ଏବଂ ସତେ ଯେମିତି ସକାଳ ଲାଲ ରଙ୍ଗର ପାଟ ବସ୍ତ୍ର ପରିଧାନ କରି କାନ୍ତି କୁସମିତ ବିକଶିତ ହୋଇ ମୁନି କୁମାରୀଙ୍କୁ ନବଜୀବନ ପ୍ରଦାନ କରିବା ପାଇଁ ସତେ ଯେମିତି ସ୍ୱର୍ଗରୁ ଓହ୍ଲାଇ ଆସିଛନ୍ତି ସୀତାଦେବୀଙ୍କୁ ଦର୍ଶନ ଦେବେ ଏବଂ ତା ସହିତ ସୀତାଦେବୀଙ୍କ ମନର ଯେଉଁ ଦୁଃଖ, ତାଙ୍କ ମନ ଭିତରେ ଯେଉଁ ଯନ୍ତ୍ରଣା, ତାଙ୍କ ମନ ଭିତରେ ଯେଉଁ ଆଘାତପ୍ରାପ୍ତ ହେଇଛି ତାଙ୍କୁ ସାନ୍ତ୍ୱନା ଦେବା ପାଇଁ ସତେ ଯେମିତି ସ୍ୱର୍ଗରୁ ଓହ୍ଲାଇ ଆସିଛନ୍ତି ତାଙ୍କର ଦୁଃଖ ଲାଘବ କରିବା ପାଇଁ। ସମୀର ସଙ୍ଗୀତ ଗାଏ ଭ୍ରମର ବୀଣା ବଜାଏ ସୁରଭି ନର୍ତ୍ତନ ଥାଏ ଉଷା ନିର୍ଦ୍ଦେଶେ କୁମ୍ଭାଟୁଆ ହୋଇ ଭାଟ ଆରମ୍ଭିଲା ସ୍ତବ ପାଠ କଳିଙ୍ଗ ଓଇଲା ପାଟ ମାଗଧ ବେଶେ ଲଳିତ ମଧୁରେ କହିଲା ଉଠ ସତ୍ୟ ସତୀ ରାଜ୍ୟ ରାଣୀ ରାତି ପାଇଲା। ଉଷା ଦେବୀଙ୍କ ନିର୍ଦ୍ଦେଶରେ ଏଠାରେ ମୃଦୁ ମଳୟ ପବନ ବହୁଛି। ଆଉ କ'ଣ ହେଉଛି ନା ଭ୍ରମର ସତେ ଯେମିତି ବୀଣା ବାଦନ କରୁଛି। ଆଉ ଜଙ୍ଗଲ ମଧ୍ୟରେ ମୃଗଛୁଆ ନୃତ୍ୟ କରୁଛି। କୁମ୍ଭାଟୁଆ ବା ଢାଉକ ସିଏ ସ୍ତବପାଠ କରୁଛି। ଆଉ କ'ଣ ହେଉଛି ନା କଜଳପାତି ଚଢ଼େଇ ପାଟବାଟ ରୂପେ ଆସି ଲଳିତ ସ୍ୱରରେ ଡାକୁଛି। କ'ଣ ଡାକୁଛି ନା ଉଠ ସତୀ ରାଜ୍ୟ ରାଣୀ ରାତି ପାଇଲା। କଜଳପାତି ଏଠି କହୁଛି ହେ ରାଣୀ, ରାଜାରାଣୀ ଉଠ ରାତି ପାଇଲାଣି। ତାପରେ ବୋଲ ମୁନିମୁଖ ବେଦସ୍ୱନ ପୂର୍ଣ୍ଣ କଲା ଶ୍ୟାମ ବନ ଉଠିଲା ଭେଦି ଗଗନ ଉଞ୍ଚ ଓଙ୍କାର ବୈକୁଣ୍ଠେ ଦେଇ ତୃପତି ଅନନ୍ତ ଶ୍ରୁତି କି ଗତି ବହିଲା କି ସରସ୍ୱତୀ ବୀଣା ଝଙ୍କାର ବେଳୁବେଳ ବନ ଉଜ୍ଜ୍ୱଳ ମନ୍ତ୍ର ବେଳେ ଜେନେ ବଢ଼ି ଆସିଲା ବଳ। ମୁନି ମୁଖ ବେଦ ସ୍ୱନ ପୂର୍ଣ୍ଣ କଲା ଶ୍ୟାମବନ। ବାଲ୍ମୀକି ଋଷିଙ୍କର ଆଶ୍ରମରେ ବେଦ ଉଚ୍ଚାରଣ ଏହି ସମୟରେ ହେଉଛି। ମୁନି ଋଷିମାନଙ୍କର ମୁଖ ନିଃସୃତ ଓଙ୍କାର ଧ୍ୱନି ସମଗ୍ର ବନଦେଶକୁ ପୂର୍ଣ୍ଣ କରି ଆକାଶମଣ୍ଡଳକୁ ପ୍ରସାରିତ କରୁଛନ୍ତି। କବି ଏଠାରେ କଳ୍ପନା କରୁଛନ୍ତି ସତେ ଯେମିତି ତାହା ହେଉଛି ସରସ୍ୱତୀଙ୍କର ମଧୁର ବୀଣାଧ୍ୱନି। ସମୟର ତାଳେ ତାଳେ ବଣ ଜଙ୍ଗଲ ସୂର୍ଯ୍ୟ ରଶ୍ମିରେ ଆଲୋକିତ ହେଉଥିବା ବେଳେ ଋଷିମାନଙ୍କର ମନ୍ତ୍ର ଧ୍ୱନିରେ ଶକ୍ତି ଯେପରି ଧୀରେ ଧୀରେ ବଢ଼ି ଯାଉଥିବା ଭଳିଆ ଜଣାପଡ଼ୁଛି। ତାପରେ ବୋଲ
ଏକାଳେ ବ୍ରହ୍ମଚାରିଣୀ ଅନୁକମ୍ପା ତପସ୍ୱିନୀ ଆସି ଜନକ ନନ୍ଦିନୀ ପାଶେ ଗମ୍ଭୀରେ ବୋଇଲେ ଉଠ ବୈଦେଇ ଉଷା ସୁକୁମାର ଦେଇ ଆସିଛି ଦର୍ଶନ ଦେଇ ତୋଷ ବିଧିରେ ତମସା ରହିଛି ଅନାହିଁ କୋଳ କରି ଥରେ ସୁଖ କରିବା ପାଇଁ। ଏହି ପାରାରେ ବାଲ୍ମୀକି ଆଶ୍ରମରେ ଜଣେ ତପସ୍ୱିନୀ ଯିଏକି ସୀତାଙ୍କ ଆଶ୍ରମ ଜୀବନ ପାଇଁ ନିୟୋଜିତ କରାଯାଇଛି, ତାର ନାମ ଅନୁକମ୍ପା। ସେ ଆସି ସୀତାଙ୍କୁ କହୁଛନ୍ତି, ହେ ବୈଦେହୀ ଉଠ, ସୁକୁମାର ଦେଇ ଉଷା ଆସିଛି, ତାକୁ ଦର୍ଶନ ଦେଇ ତୋଷ କର, ଆନନ୍ଦିତ କର। ଆହୁରି ମଧ୍ୟ ତମସା ମାନେ ତମସା ଗୋଟେ ନଈ, ତମସା ନଦୀ କୋଳ କରି ଥରେ ସୁଖ ଲାଭ କରିବା ପାଇଁ ତାର ନଦୀରେ ତୁମେ ଥରେ ସ୍ନାନ କରିବା ପାଇଁ ଆଉ ସେ ଅପେକ୍ଷା କରି ରହିଛି। ତାପରେ କହୁଛନ୍ତି କ'ଣ, ପଦ୍ମିନୀ ହୃଦ ଶିଶିର ବିନ୍ଦୁରେ ଖର ରଶ୍ମିର ପ୍ରତିବିମ୍ବ ପରି ବୀର ରାମ ମୂରତି ଶୋକ ଜର୍ଜରିତ ଚିତ ପଳକେ କରି ଚିତ୍ରିତ ହେଲେ ଆସନୁ ଉତ୍ଥିତ ଜାନକୀ ସତୀ। ନମି ଅନୁକମ୍ପା ପୟରେ ବନ୍ଦିଲେ ଉଷାର ପଦ ସବିନୟରେ। ପଦ୍ମିନୀ ଅର୍ଥାତ୍ ପଦ୍ମର ଶରୀରରେ ଶିଶିର ବିନ୍ଦୁ ଖରାରଶ୍ମିରେ ଯେପରି ଜାଜୁଲ୍ୟମାନ ପ୍ରତିବିମ୍ବନ ସୃଷ୍ଟି କରେ, ସୀତାଙ୍କ ଶୋକ ଜର୍ଜରିତ ଚିତ୍ତରେ ସେହିପରି ରଘୁବୀର ରାମଚନ୍ଦ୍ରଙ୍କର ରୂପର ପ୍ରତିବିମ୍ବନ ଅନୁଭୂତ ହୋଇଛି। ଏଠାରେ ରାମଙ୍କ ପ୍ରତି ସୀତାଙ୍କର ଅନାହତ ପ୍ରେମ ଭଲ ପାଇବାକୁ କବି ମାର୍ମିକ ଭାବେ ସୂଚିତ କରିଅଛନ୍ତି। ସତୀ ସୀତା ପ୍ରଥମେ ଆସି ବୃଦ୍ଧା ଅନୁକମ୍ପାକୁ ପ୍ରଣାମ କରୁଅଛନ୍ତି ଏବଂ ଉଷାର ବନ୍ଦନା କରୁଅଛନ୍ତି। ଆଉ କ'ଣ କହୁଛନ୍ତି, ଉଷାର ବନ୍ଦନା କରିବା ସହିତ ସେ କହୁଛନ୍ତି, ନମି ଅନୁକମ୍ପା ପୟରେ ବନ୍ଦିଲେ ଉଷାର ପଦ ସବିନରେ। ଅତି ଆନନ୍ଦ ମନରେ ଉଷାର ପଦକୁ ଚରଣାବିନ୍ଦୁକୁ ବନ୍ଦାପନା କଲେ। ବୋଇଲେ ତାକୁ ପ୍ରଶଂସି ତୁମେ ତିମିର ବିଧ୍ୱସୀ ରବି ଆଗମନ ଶଶୀ ହୁଅ ସଂସାରେ। ତୁମ୍ଭ କୋମଳ ଚରଣେ କରେ ଜ୍ୟୋତି ଆହରଣ ତହିଁ ଯାଉଛି ଶରଣ ଦୃଢ଼ ଆଶାରେ। ଶୁଭ୍ର ସୌରଭ ରସିକେ ଶୁଭ୍ର ସମ୍ପାଦିନୀ ହୁଅ ରଘୁବଂଶିକେ। ବୋଇଲେ ତାକୁ ପ୍ରଶଂସା। ତାପରେ ସୀତା ଦେବୀ ଉଷାକୁ ପ୍ରଶଂସା କରି କହୁଛନ୍ତି, ତୁମେ ତିମିର ବିଧ୍ୱସୀ ଆଉ ରବି ଆଗମନ, ରବି ମାନେ ସୂର୍ଯ୍ୟ, ସୂର୍ଯ୍ୟଙ୍କର ଆଗମନରେ ସଂସି ହୁଅ ସଂସାରେ। ତୁମ୍ଭ କୋମଳ ଚରଣେ କରେ ଜ୍ୟୋତି ଆହରଣ, ତୁମ କମଳ ପାଦସ୍ପର୍ଶରେ ଜ୍ୟୋତି ଆହରଣ ହେଉଛି
ତହିଁ ଯାଉଛି ଶରଣ ଦୃଢ଼ ଆଶାରେ। ମୁଁ ତୁମ ପାଦପଦ୍ମରେ ଶରଣ ପଶୁଛି। ଆଉ କ'ଣ କହୁଛନ୍ତି? ଶୁଭ୍ର ସୌରଭ ରସିକେ ଶୁଭ ସିମ୍ପାତିନି ହୁଅ ରଘୁବଂଶରେ। ତାପରେ କହୁଛନ୍ତି, ହେ ତିମିର ବିଧ୍ୱସୀ ଉଷା, ତୁମେ ରଘୁବଂଶର ଶୁଭ ସମ୍ପାଦିନୀ ହୁଅ। ଏ କଥା ସୀତା ଦେବୀ ଉଷା ଦେବୀକି କହୁଛନ୍ତି। ଉତ୍ସୁକ ହୃଦये ରାତ୍ରି ଶେଷରେ ଆଶ୍ରମ ଧାତ୍ରୀ, ତମସା ନିର୍ମଳ ଗାତ୍ରୀ ପବିତ୍ର ଧାରା ପ୍ରାଙ୍ଗଣେ କୁସୁମ ବିଞ୍ଚି ସୁବାସିତ ନୀଳ ସିଞ୍ଚି ମଙ୍ଗଳ ପ୍ରଦୀପ ରବି ପ୍ରଭାତି ତାରା ମୁର୍ମୁ ମୁର୍ମୁ ମୀନ ନୟନେ ଚାହୁଁଥିଲା ସୀତା ସତୀ ଶୁଭା ଗମନେ। ରାତ୍ରି ଶେଷରେ ଆଶ୍ରମ ଧାତ୍ରୀ, ନିର୍ମଳ ଗାତ୍ରୀ ପବିତ୍ର ତମସା ନଦୀ, ପ୍ରଭାତୀ ବା ସକାଳର ତାରା ରୂପକ ମଙ୍ଗଳ ପ୍ରଦୀପ ଜାଳି ମୁର୍ମୁ ମୁର୍ମୁ ମୀନନୟନରେ ସତୀ ସୀତାଙ୍କର ଶୁଭ ଆଗମନକୁ ଅପେକ୍ଷା କରି ରହିଥିଲା। ଉଟଜୁ ତାପସ କନ୍ୟା ଗଣଙ୍କ ଆଦର ବନ୍ୟା, ପ୍ଲାବନେ ଜଗତ ଧନ୍ୟା ସତୀ ରତନ, ବାହାରି ଅବଗାହନେ ଅନୁକମ୍ପାକ ଗହଣେ, ତମସା ଧାର ବହନେ କଲେ ଗମନ। ସତୀଙ୍କି ତମସା ଅଙ୍କରେ ଘେନି ସ୍ନେହେ ଆଲିଙ୍ଗନ ତରଙ୍ଗ କରେ। ତମସା ନଦୀ ସୀତାରତ୍ନକୁ ଥରେ ନିଜ ବକ୍ଷରେ ଧାରଣ କରିବା ପାଇଁ ତାର ତଟ ପ୍ରାଙ୍ଗଣରେ ବିଞ୍ଚି ଦେଇଥିଲା ନାନାବିଧି କୁସୁମ ପ୍ରଭାତ ତାରା ରୂପକ ମଙ୍ଗଳ ପ୍ରଦୀପ ଜାଳି ଅପେକ୍ଷା କରିଥିଲା ସୀତା ସତୀଙ୍କର ଆଗମନକୁ। ତାପରେ କ'ଣ ହେଇଛି ନା, ତମସା ଧାରେ ବାହାରି ଅବଗାହନେ ଅନୁକମ୍ପାକ ଗହଣେ, ତମସା ଧାର ବହନେ ଗଲେ ଗମନ। ତାପରେ ମୁନି କୁମାରୀ ମାନଙ୍କ ସହିତ ସତୀ ସୀତା ତମସା ନଦୀକୁ ସ୍ନାନ କରିବାକୁ ଗଲେ। ସୀତାଙ୍କୁ କୋଳରେ ଲାଭ କରି ତମସା ନଦୀ ଅପାର ଆନନ୍ଦ ଲାଭ କରିଛି। ତାପରେ କହୁଛି, ଅମୃତ ମଧୁର ସ୍ୱରେ ଭାସିଲା ପରିତୋଷରେ, ମାଗୋ ମୋ ମାନସରେ ନଥିଲା ଆଶା, କରିବ ଅଙ୍ଗେ ବିହାର ରାଜଲକ୍ଷ୍ମୀ ହୃଦ ତାର ହାର, ସୀତା କରି ପରିହାର ଭୋଗ ପିପାସା, ଭାଗ୍ୟବତୀ ମୋତେ ସଂସାରେ ବୋଲିବେ ତ ଯୋଗୁ ଏ ଏକା ପର ସଂସାରେ। ତମସା ନଦୀ ଅତି ମଧୁର ସ୍ୱରରେ କହିଲା, ମୁଁ ତୋର ଅଙ୍ଗସ୍ପର୍ଶ ପାଇବି ବୋଲି କେବେ ବି କଳ୍ପନା କରିନଥିଲି। ଆଜି ତୋର ସ୍ପର୍ଶ ପାଇ ମୋର କୋଟି ଯୁଗର ପାପ କ୍ଷୟ ହୋଇଛି। ତୋର ପୁଣ୍ୟମୟ ଶରୀର କ୍ଷାଳନରେ ପବିତ୍ର ହୋଇଥିବା ମୋର ନୀରକୁ ପାନ କରି ମୋ କୋଳରେ କେଳି ଚପଳ ସାରସ ମରାଳ ଦଳ ବଞ୍ଚିଥିବେ। ଆଉ ଶେଷରେ ସେ ସୀତାଦେବୀଙ୍କ ପାଖରେ କ୍ଷମା ପ୍ରାର୍ଥନା କରି କହୁଛି, ହେ ଦୟାମୟୀ, ତାଙ୍କୁ ତୁ କେବେ ପାଦରେ ଠେଲି ଦେବୁ ନାହିଁ। ତମସାର ଅପାର ସ୍ନେହରେ
ସୀତା ଦେବୀ ମୁଗ୍ଧ ହୋଇ ତାକୁ ଜନନୀ ରୂପେ ସମ୍ବୋଧନ କରି ଦେଉଛନ୍ତି। ରାମ ସାମ୍ରାଜ୍ୟରେ ଯେଉଁ ସୀତା ଲୋକଲୋଚନରେ ଦୂଷିତା ହୋଇ ଚିର ନିର୍ବାସିତା, ସେ ତୋର ମତରେ ନିଜର ପତିବ୍ରତା ଧର୍ମ ବଳରେ ତାବର ଜଙ୍ଗମ ପବିତ୍ର କରଣର ସମର୍ଥ ହୋଇଛି। ଆଉ ଭାଗ୍ୟବତୀ ମୋତେ ସଂସାରେ ବୋଲିବେ ତୋ ଯୋଗୁଁ ଏକା ପର ସଂସାରେ। ମୋତେ ଭାଗ୍ୟବତୀ ବୋଲି ଏ ସଂସାର ମଧ୍ୟରେ ଲୋକମାନେ କହିବେ କେବଳ ତୋରି ପ୍ରଶଂସା ଯୋଗୁଁ। ଏଇ ହେଉଛି ମଙ୍ଗଳ ହଇଲେ ଉଷା ବିଷୟର ବିଷୟବସ୍ତୁ। ୟାକୁ ମନ ଦେଇକି ପଢ଼ିବ।